ଭାଇ ଶୁଭ ଡର ଲାଗୁଛି ଏ ଭାଇ। ହ୍ୟାଲୋ ଗାଇସ୍ ନମସ୍କାର, ମୁଁ ଶୁଭ ଆପଣମାନଙ୍କୁ ସ୍ୱାଗତ କରୁଛି ଗୋଟେ ନୂଆ ହରର ଷ୍ଟୋରିରେ। ଯୋଉଟା କି ମୋର ନିଜ ସହିତ ମାନେ ମୁଁ ଆମ ଫ୍ୟାମିଲି ମେମ୍ବର୍ସଙ୍କ ଷ୍ଟୋରି। ମେମ୍ବର୍ସ କଣ ମେମ୍ବରଙ୍କର ଜଣଙ୍କର ଷ୍ଟୋରି, ଯିଏକି ମୋ ଜେଜେମା, ତାଙ୍କ ଷ୍ଟୋରି ମୁଁ ଜଣାଇବା ପାଇଁ ଚାହୁଁଛି। ଗତ 3 ବର୍ଷ ପୂର୍ବରୁ ସିଏ ପୀଡ଼ିତ ଥିଲେ। ତାଙ୍କର ଦିଟି କିଡନୀ ଫେଲୁଅର ହେଇଯାଇଥିଲା ଏବଂ ତାପରେ ସେ ଯେତେବେଳେ ବର୍ଷେ ବହୁତ ମେଡିକାଲ ଟ୍ରିଟମେଣ୍ଟ ହେଇକି ସେ ବର୍ଷେ ଆମ ଗଣରେ ଥିଲେ ଏବଂ ତାପରେ ସେ ଗୋଟେ ଦିନ ଯୋଉ ମୁଁ ଆପଣମାନଙ୍କୁ ସେୟାର କରିବି, ସେ ଯୋଉ ଲାଷ୍ଟ ଦିନ ଯୋଉ ଦିନ କି ଆମ ପାଖରେ ଥିଲା ତା ପରଦିନ ସେ ଏକ୍ସପାୟାର କଲେ। ତା ପୂର୍ବ ଦିନ ରାତିର କଥା ଆପଣମାନଙ୍କ ସହିତ ମୁଁ ସେୟାର କରିବି। ତ ତା ଦେହରେ କେବଳ ହାଡ ହିଁ ଦେଖାଯାଉଥିଲା, ଆଉ ତାର ଫେଙ୍କା ଉଠେଇଲା, ଯୋଉଟା କି ଆମକୁ କେବଳ ଆମେ ଖାଲି ସେଟା ଜାଣୁଥିଲୁ ଯେ ସେ ଆମ ଭଉଣୀ ଅଛି, ଆମେ ଛାଡିକି ଯାଇନୁ। ତା ପୂର୍ବ ଦିନ ରାତି ଆଇ ଥିଙ୍କ 11:30 ହେଇଥିବ। ଘରର ସବୁ ସଦସ୍ୟ ମାନେ ଆଇ ଥିଙ୍କ ଆମର 5ଟା ଘରର ସମସ୍ତେ ତା ପାଖରେ ଥିଲେ। ଘରେ ହରିନାମ ଜପ ଚାଲିଛି। କେମିତି ଭଗବାନ ଏତେ କଷ୍ଟ ଦିଅନ୍ତୁନି ତାକୁ ନେଇଯାଆନ୍ତୁ ଶୀଘ୍ର। କିନ୍ତୁ ଭଗବାନଙ୍କର ତ ଇଚ୍ଛା, ସେ ତା ଭାଗ୍ୟରେ ଯେତିକି ଦିନ, ଯେତିକି ସମୟ, ଯେତିକି ଟାଇମ, ଯେତିକି ସେକେଣ୍ଡ ଥିବ, ସେ ଯେମିତି ହେଲେ ବି ସେତିକି ସମୟ ପରେ ହିଁ ଯିବ। ତାକୁ ଆଗ ଆମେ ମାରିପାରିବାନି କି କିଛି ବି କରିପାରିବାନି। କଥାରେ ଅଛି ରଖିଲେ ସିଏ ମାରିବ। ତ ସେଇ ଗୋଟେ ଦିନର କଥା କହୁଛି, ସମସ୍ତେ ବସିଥାନ୍ତି। ଗୋଟେ ମିନିଟ, ଗୋଟେ ସେକେଣ୍ଡ ପାଇଁ ଲାଗେ ସେ ଆମକୁ ଛାଡିକି ପଳେଇଲା। ଏଇ ଏତିକିରେ ସେ ରହିଯାଏ। ତା 2 ସେକେଣ୍ଡ ପରେ ପୁଣି ନିଶ୍ୱାସ ଚାଲେ, ପୁଣି ସେମିତି ହେଲା, ପୁଣି ସେମିତି। ରାତି 11ରୁ ଦିନ 9ଟା 15 ସେ ଆମକୁ ଛାଡିକି ଆମ ଦୁନିଆରେ ଛାଡିଲା, ସମସ୍ତଙ୍କୁ ଛାଡିକି ଗଲା। ସମସ୍ତେ ମାନେ ପୁରା ଶାନ୍ତିର ମାହୋଲ, ଶୋକ ସଭା ଚାଲିଛି, ଯେମିତି ସମସ୍ତେ କାନ୍ଦୁଛନ୍ତି। ମୋ ପିଇସି ମାନେ ସେମାନେ କାନ୍ଦି କାନ୍ଦି ବେହୋସ ବି ହେଇଯାଉଛନ୍ତି। ତ ନେକ୍ସଟ ଫେଜରେ ଯେତେବେଳେ ତାଙ୍କୁ ସବୁ ଭାଇ ମାନେ ବାବା, ବଡବାବା, ଦାଦା ସମସ୍ତେ ବସିକି ଯେତେବେଳେ ଡିସକସନ କରୁଥିଲେ ଯେ ତାକୁ ଆମ ମଶାଣି ସ୍ୱର୍ଗଦ୍ୱାର କୋଉଠି ତାଙ୍କ ଶବ ସଂସ୍କାର କରିବେ ବୋଲି। ତ ଯେହେତୁ ଆମେ ମିଡିଲ କ୍ଲାସ ଫ୍ୟାମିଲି, ତ ସେଇଟା ଡିସକସନ କରିବା, କିନ୍ତୁ ପଇସା ସବୁ ଜିନିଷ ଉପରେ ଆମେ ଆଫୋର୍ଡେବଲ ମାନେ ଦେଖି ଚାହିଁ ଚାଲୁ, ଯୋଉଟା କି ଆପଣ ମାନେ ବୁଝିପାରୁଥିବେ ଯଦି ଆମ ଭଳିଆ ହେଇଥିବେ। ଯୋଉ ଟାଇମରେ ସେଇ ଟାଇମରେ କଥାବାର୍ତ୍ତା ଚାଲିଥାଏ, ଯେମିତି ଲାଷ୍ଟ ଯେମିତି ରହିବା କଥା ସେଇ ଟାଇପର, ସେମିତି ଯେମିତି ବି ଥାଏ ସେଇ ଟାଇପର ତାଙ୍କର ଥାଏ। ତ ସେକେଣ୍ଡ ଫେଜ, ମୁଁ ପୁରା ରିଏଲ ଷ୍ଟୋରି କହୁଛି ଆପଣମାନଙ୍କୁ। ଯେତେବେଳେ ଫାଇନାଲ ହେଲା, ଯେ ମୁଁ କହିପାରୁନି, ମୋ ପାଟିରେ ଆସୁନି, ଯେତେବେଳେ ଫାଇନାଲ ହେଲା ଯେ ଯାହା ମଶାଣି ପାଖରେ ପଡିଆ କଥା ଯେତେବେଳେ ସମସ୍ତେ କହିଲେ, ସେତେବେଳେ ତା ମୁହଁ ଆଇ ଥିଙ୍କ ଟିକେ ଶୁଖି ଯାଇଥିଲା। ଶୁଖି ଯାଇଥିଲା ନୁହଁ, ଯେମିତି ତାଙ୍କର ନର୍ମାଲି ସେନ୍ସର ହେଲା, ଯେମିତି ପାଟି ଆଁ କରି ଦାନ୍ତ ଫାନ୍ତ ପଡିଯାଇଥିଲା, ସେମିତି ସେ ଥିଲା। ତାକୁ ସାଜସଜା କରୁଥିଲେ ସେଇ ଟାଇମରେ। ଯେ ଆମର ମାନେ ବାବା ଯିଏ, ସେ ସମସ୍ତଙ୍କୁ ବଡ, ସେ କହିଲେ ଯେ ନାଇଁ ପୁରୀ ନେଇକି ଯିବା। ସବୁ ସାଜସଜା ସରିଲା, ସବୁ ସରିଲା। ହରିନାମ ସରିକି ସେ ଧୂପ ହେଇକି ଗଲା। ଆମର ଟିକେ ଆଗକୁ ଜଷ୍ଟ ଗୋଟେ ବାଉଁଶ ବୁଦା ଟାଇପର ଦିଟା ଟ୍ରକ୍ ଟାଇପର, କାରଣ ଗାଁ ଭିତରୁ ଟ୍ରକ୍ ଆସେ, କିଛି ବାଟ ତ ତାଙ୍କୁ କାନ୍ଧରେ ନେଇକି ଯାଆନ୍ତି। ଗାଁ ମୁଣ୍ଡ ଟ୍ରକରେ ଲୋଡ ହେଲେ। ମୋର ବୋଧେ ଫାଷ୍ଟ ଟାଇମ୍ ମୁଁ ସ୍ୱର୍ଗଦ୍ୱାର କାହାକୁ ମାନେ ଫାଷ୍ଟ ଟାଇମ୍, କାରଣ ମୁଁ ବହୁତ ଡରେ ପ୍ରଭୁଙ୍କୁ ଡରେ। ଫାଷ୍ଟ ଟାଇମ୍ ମୁଁ ଯାଇଥିଲି ସାହସ କରିକି, ଯେ ମତେ ଦେଖିବାର ଥିଲା ଯେ କଣ ମଣିଷ ଭିତରେ କଣ ଥାଏ, କିଛି ନାହିଁ। ମଣିଷ ଜୀବନ କିଛି ନାହିଁ, ସତ କଥା। ଯେତେବେଳେ ଗଲ ଟ୍ରକ ଲୋଡ ହେଲା, ସିଏ ଯେତେବେଳେ ସମସ୍ତେ ତାହେଲେ ପୁରୀ ଯାଉଛି, ପୁରୀ ଯାଉଛି, ପୁରୀ ଯାଉଛି, ସବୁ ଲୋଡ ସଇଲା। ହାଣ୍ଡି ଥୁଆ ହେଲା, ପଖାଳ ହାଣ୍ଡି ଥୁଆ ହେଲା, ତୁଳସୀ ଥୁଆ ହେଲା, ଗାଡ଼ିରେ ସମସ୍ତେ ବସିଲେ। ତା ଠିକ୍ ବାଁ ପଟେ ମୁଁ ବସିଥିଲି, ଡାହାଣ ପଟେ ତାକୁ ବସିଥିଲି। ତାଙ୍କର ଯିଏ ନିଜ ପୁଅ ମାନେ ମୋ ଯିଏ ଦାଦା ହେବେ, ସିଏ ବି ମୋ ପାଖରେ ବସିଥିଲେ। ସମସ୍ତେ ତାଙ୍କ ଭଣଜା, ପୁତୁରା, ସବୁ ସମ୍ପର୍କୀୟ ମାନେ ସମସ୍ତେ ଅଛନ୍ତି।
ହଠାତ୍ ସେ ଧଳା କପଡା ଉଡିଗଲା। ଭାଇ ଶୁଭ ଡର ଲାଗୁଛି ଭାଇ। ଫେସ୍ ରିଆକ୍ସନ ଲିଟରାଲି ମୁଁ କହୁଛି ମୋ ପାଟି ଥଙ୍ଗଉଛି, ଫେସ୍ ରିଆକ୍ସନ ଚେଞ୍ଜ ହେଲା। ଦେଖ ହସ ହସ ଆସିଲା, କଣ କେହି ଜାଣିନାହାନ୍ତି। ମୋ ସାଇଡରେ ମୋ କାକୁ ଯିଏ ବସିଥିଲେ ତାଙ୍କ ମା ସେ ଛାଳ କାନ୍ଦି ପକେଇଲେ। ସେପଟେ ମୋ ଦାଦା ଯିଏ ବସିଥିଲେ ତାକୁ ସେ ଦେଖିଲେ, କହିଲେ ସେ ହସିବ, ଖୁସି ହେଇଗଲା ତାକୁ ନେଇକି ଯାଉଛି ବୋଲି। ପୁରା ଲାଷ୍ଟ ପିପିଲିରୁ ପୁରୀ ଆଇ ଥିଙ୍କ 44 କିଲୋମିଟର ପାଖାପାଖି ହବ। ଫେସ୍ ଆମେ ଘୋଡେଇକି ରଖୁ, ଉଠିକି ତା ମୁହଁ ହସ ହସ ଦେଖାଯାଉଛି। ଲିଟରାଲି ଏଇଭଳିଆ ଫେସ୍ ଗୋଟେ କନଷ୍ଟାଣ୍ଟ ମଣିଷ ଯୋଉଭଳିଆ ଫେସ୍ ତାର ସେଇଭଳିଆ ଫେସ୍, କିଛି ନାହିଁ। ଗଲା ସବୁ ସଂସ୍କାର ହେଲା, ଆସିଲେ ମାନେ ଲିଟରାଲି ଆମେ ସେ ପର୍ଯ୍ୟନ୍ତ ବି ଫିଲ୍ କରିପାରୁନଥିଲୁ ଯେ ସେ ଆମ ପାଖେ ନାହିଁ। ସବୁ ଜିନିଷ ଚାଲିଥାଏ ଆମ ମାଇଣ୍ଡରେ, ସେ ଗୋଟିଏ ଜିନିଷ ହିଁ ଥାଏ, ସେ ହସୁଛି, ସେ ଖୁସିରେ ଯାଇଛି। ଏତେ କଷ୍ଟ ପାଇଲା ପରେ ତା ମୁହଁରେ ଆମେ ଟିକେ ଖୁସି ଦେଖିଲୁ। ଆଉ ଏଇଟା ଥିଲା ନିଜର ଏକ୍ସପିରିଏନ୍ସ। ମୁଁ ଲିଟରାଲି ସିଏ ମାନେ ଆଉ ଯିଏ ବି ଏକ୍ସପାୟାର କରିଛନ୍ତି, ମତେ ବହୁତ ଡର ଲାଗେ ସେ ସବୁ ଜିନିଷ ଦେଖିବା ପାଇଁ, କି କଣ ହେଇଛି କଣ ନାହିଁ। ମତେ ଭୂତ ଫୂତ ସବୁ ଡର ଲାଗେ। କିନ୍ତୁ ଫାର୍ଷ୍ଟ ଟାଇମ୍ ମୁଁ ଗୋଟେ ଜିନିଷ ହେଇଛି ମତେ ଡର ଲାଗିଲାନି। ଆଉ ସିଏ ଗଲା ପରେ ମତେ ଭୂତ ପ୍ରେତ ଉପରେ ମାନେ ସବୁ ଡର ପଳେଇଲା। ଭୂତ ପ୍ରେତ ନାହାନ୍ତି, ହଁ ସ୍ପିରିଟ ଅଛି। ସାଇଣ୍ଟିଫିକାଲି ଆମେ ଦେଖୁଛୁ, ସମସ୍ତେ କହୁଛନ୍ତି, କିନ୍ତୁ ମୁଁ ସେଦିନ ଫିଲ୍ କଲି ଯେ ହଁ ମଣିଷ ମଲା ପରେ ବି ତା ମାଇଣ୍ଡ ଠିକ୍ ଥାଏ। ତ ଏତିକି ଥିଲା ମୋ ଷ୍ଟୋରି। ଧନ୍ୟବାଦ ଏତେ ସମୟ ପାଇଁ ମୋ କଥାକୁ ଶୁଣିଥିବାରୁ। ଆଗକୁ ଆପଣମାନଙ୍କ ପାଇଁ ଏମିତି ଭିଡିଓ ଆମେ ଆଣିବୁ। ଆପଣମାନେ ଖାଲି କମେଣ୍ଟ, ଗୋଟେ ଛୋଟ କମେଣ୍ଟ ଆଣ୍ଡ ସବସ୍କ୍ରାଇବ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ନମସ୍କାର।